श्रीमद्भागवत पंचमस्कंद अष्टम अध्याय श्रीशुक उवाच शृण राजन सावधाने महानदीरे एक दिने स्नानादि नित्यकर्म सारी भरत गोविंद सुमरी मुहूर्ते शिला जले रही एकांते विष्णुଙ୍କୁ भजई तक्षणे देखे महिपाल हरिणी होई तृषाकुल मिलिला जलाशय तीरे जल पियई शेष धीरे समय राजन शुणी हरिणी सिंहस्वन डेला मृगेन्द्र भୟରେ पଳାଏ ଅତି ଦୂରାନ୍ତରେ ଲୋକ ଥିଲେ ଯେଉଁ କ୍ଷଣେ ଥିରେ ରହିଲା ସେ ଜୀବନେ ସେ ମୃଗ ବଧୂ ଯେ ଗର୍ଭିଣୀ ଜଳ ପିଅନ୍ତେ ଛନ୍ନ ପୁଣି ଜଳପାନରେ ତୃଷା ତାର ପୂର୍ଣ୍ଣ ହୋଇଲା ନୃପବର ଚାରି ଦିଗରେ ସେ ନୟନ ବୁଲାଏ ଅତି ଘନ ଘନ ଜଳ ଉଠିଲା ଧାତିକାରେ ଡେଇଁଲା ମରଣ କାତରେ ସ୍ୱଭାବେ ଗର୍ଭ ହୋଇଥିଲା ସେ ଗର୍ଭ ଜଳରେ ପଡ଼ିଲା ଗର୍ଭ ନିପାତେ ଖେଦମତି ପ୍ରାଣ ତେଜିଲା ମୃଗସ୍ୱତୀ ନଦୀରେ ପାଇ ମୃଗବାଳ ସେ ଯେ ଭରତ ମହିପାଳ ମାତାର ମୃତ୍ୟୁ ତାର ଦେଖି ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ମୃଗନନ୍ଦନ ଘେନି ତୀରେ ଆଶ୍ରମେ ମିଳିଲେ ତପରେ ସେ ମୃଗନନ୍ଦନରେ ତହିଁ ଅତ୍ୟନ୍ତ ସ୍ନେହ ଭର ହୋଇ ନିତ୍ୟ କୋମଳ ତୃଣାଙ୍କୁର ଲୋଡ଼ିଆ ଆଣଇ ନୃପବର ଯାହା ସେ କରେ ଅଭିଳା ସେ ତାହା ଦିଅଇ ମନ ତୋଷେ ତା ସେବା ନିରତେ କରଇ ମାୟାରେ ମତି ଭ୍ରମ ହୋଇ ନୟନ ଶ୍ରଦ୍ଧାଦି ଯେତେ ବିସ୍କୃତ ହେଲା ରାଜା ଚିତ୍ତେ କେତେ ହିଁ ଦିନର ଅନ୍ତର ପ୍ରଭୁର ସେବା କଲା ଦୂର ଦେଖ ଏହାର ମୃଢ଼ ମନ ମୃଗ ବାଳକେ ହତ ଜ୍ଞାନ ସକଳ କର୍ମ ଦୂର କଲା ମୃଗରେ ଚିତ୍ତ ନିବେଶିଲା ଜଗତ ପିତା ମାତା ହରି ତାଙ୍କ ଚରଣେ ଚିତ୍ତ ଧରି ଦାରା ତନୟ ଆଦି ଯେତେ ସକଳ ଦୂର କରି ଚିତ୍ତେ ଏ ଭାବେ ଥାଇ ନୃପବର ସକଳ କର୍ମ କଲା ଦୂର ଅସାଧୁ ସଙ୍ଗ କାରଣ ଏବେ ତୁ ଶୁଣ ହୋ ରାଜନ ଅସନ ଶୟନ ଗମନେ ସ୍ନାନ ଭୋଜନ ଜଳପାନେ ମୃଗ ବାଳକେ ମନ ତାର ନିମିଷ ମାତ୍ର ନୁହେଁ ଦୂର କାଷ୍ଠ ପଲ୍ଲବ ଆଣିବାରେ ଯେବେ ସେ ଯାଏ ବନ ଦୂରେ ମୃଗ ବାଳକ ଘେନି ସଙ୍ଗେ ପଥେ ଚଳଇ ନାନା ରଙ୍ଗେ ବାଳକ ଚାଲି ନ ପାରଇ କନ୍ଧେ ତାହାକୁ ପୁଣି ବହି ହୃଦରେ ଆରୋପି ହର ସେ ବାହୁରେ ଭିଡ଼େ ସ୍ନେହ ବସେ ସ୍ନାନ ଭୋଜନ ବେଳେ ତାର ନିମିଷ ମାତ୍ରେ ନୁହେଁ ଦୂର ଏଥି ଉତ୍ତାରେ କିଛି ଦିନେ ମୃଗ ବାଳକ ଗଲା ଦିନେ ସେ ଅବସର ନୃପବର ନ ଦେଖି ମୃଗର କୁମର ଚଞ୍ଚଳ ଚିତ୍ତ ସ୍ଥିର କରେ ଆଶ୍ୱାସୀ ଦିଅଇ ତାହାରେ ହେ ବତ୍ସ ତୋହର କଲ୍ୟାଣ ସର୍ବତ୍ର କରୁ ନାରାୟଣ ଯେବେ ନିମିଷେ ନ ଦେଖଇ ଶୋକ ସାଗରେ ସେ ବୁଡ଼ଇ କୃପଣ ଦ୍ରବ୍ୟକୁ ଯେ ସନ ଚୌଜ୍ୟ କରି ନେଇ ଆନ ଏମନ୍ତ ପ୍ରାୟ ମହିପାଳ କ୍ଷଣେ ନ ଦେଖେ ମୃଗବାଳ ଭ୍ରମେ କହଇ ବାକ୍ୟମାନ ମଲା କି ମୃଗର ନନ୍ଦନ କି କର୍ମ କଲି ମୁଁ କି ରାତ କଲା କେଣେ ମୋ ମୃଗସୁତ ମୃଗ ବାଳକ ସୁକଲ୍ୟାଣେ ଚରୁଥିବ କି ଉପବନେ ପ୍ରଭୁ କି ରଖିଥିବେ ତାରେ ଦେଖିବି ନୟନ ଗୋଚରେ ରବିର ହସ୍ତକାଳ ହୋଇ କେବେ ହେଁ ବାଳ ମୃଗ ନାହିଁ ଶୋକେ ଆକୁଳ ମୋର ଦେହି ସେ ମୋତେ ଦେଖା ଯେବେ ଦେଇ ସେ ଯେ ମୃଗ ରାଜକୁମାର ମନୋଜ୍ଞ ଗମନ ତାହାର ତେଣେ ଆଶ୍ରମୀ ଲୋକଙ୍କର ଦୁଃଖ ଖଣ୍ଡଇ ନିରନ୍ତର ମିଥ୍ୟାରେ ଚକ୍ଷୁ ବୁଜି ମୁହିଁ କ୍ଷଣ ମାତ୍ରକେ ଯେ ଲୋଟଇ କିଙ୍କର ପ୍ରାୟକ ସେ ହୋଇ ମୋର ଆଗ୍ରତେ ଯେବେ ରହି ଋଷି କୁମାରଙ୍କର ସଙ୍ଗେ ଖେଳୁ ଯେ ଥାଏ ନାନା ରଙ୍ଗେ କୋମଳ ତୃଣ ଘାସ ମାନ ବାଳକେ ଦିଅନ୍ତି ବହନ ସେ ସର୍ବ ସୁଖ କେଣେ ଗଲା ମୃଗ ବାଳକ କେଣେ ମଲା ଅତ୍ୟନ୍ତ ଦୁଃଖ ମୋତେ ଦେଇ ତା ବିନୁ ମୋର କେହି ନାହିଁ ଏ ଯେ ଆଶ୍ରମ ମୁନି ଗଣ କରନ୍ତି ନାନା ଶୁଭ କର୍ମ
ହରସେ ସେ ଯେ ମୁନିଗଣ କରନ୍ତି ତାହାର କଲ୍ୟାଣ। ସିଂହ ଭୟରେ ମାଥା ତାର ପ୍ରସବି ଛାଳିଲା ଶରୀର। ତେଣୁ ମୂଲ ଫେଲି ତାହାରେ ବେଶୀ ଗଲା ବନ ଘୋରେ। ମୃଗ ଶାବକ ଖୋଜିବାରେ ନୃପତି ହୋଇଲା ବାହାରେ। ପଥରେ ପଦ ଚିହ୍ନ ଦେଖି କହଇ ନିରେଖି ନିରେଖି ଧନ୍ୟ ପୃଥିବୀ ତୋର ପୁଣ୍ୟ ଏ ଚିହ୍ନ କଲୁ ତୁ ଧାରଣ। ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟେ ତୋ ଦେହେ ବିପ୍ରଙ୍କ ଯଜ୍ଞ ସ୍ଥାନ ପ୍ରାୟେ ତୋ ଦେହ ଶୋଭାକୁ ଯେ ପାଏ। ତଦନ୍ତେ ଊର୍ଦ୍ଧ୍ୱ ଦୃଷ୍ଟି କଲା ଯହୁଁ ସେ ଚନ୍ଦ୍ରକୁ ଦେଖିଲା। ତହିଁ ଦକ୍ଷିଣ ମୃଗ ଚିହ୍ନ ଭାବିଲା ନିଜ ମନେ ମନ। ମୃଗ ଶାବକ ଦେଖି ଏକ ଦୟା କଲେ ତାରା ନାୟକ। ସିଂହ ଭୟରୁ ରକ୍ଷା କରି ରଖିଲେ ନିଜେ ଦୟା କରି। ହେମନ୍ତେ ଶୁଣ ମହୀପାଳ କ୍ଷଣେ ନ ଦେଖି ମୃଗ ବାଳ। ବ୍ୟର୍ଥ କର୍ମରେ ସେ କାତର ସୁକର୍ମ ତେଜି ନୃପବର। ପୂର୍ବ ଉତ୍ପନ୍ନ କର୍ମ ତାର ଶୁଭ କର୍ମକୁ କଲା ଦୂର। ଅଖିଳ ବ୍ରହ୍ମାଣ୍ଡ କାରଣ ଅନାଦିନାଥ ନାରାୟଣ। ତାର ଚରଣ ଦୂର କରି ମୃଗ ବାଳକେ ମନ ଧରି। ମୁଖ୍ୟ ବନ୍ଧନୁ ପ୍ରତିବନ୍ଧ ସେ ମୃଗ ବାଳ ପଶୁବନ୍ଧ। ତାଠାରେ ସ୍ନେହ ରାଜା କଲା ଯୋଗ ନାଶନ ନ ଜାଣିଲା। ମୃଗର ଲାଳନ ପାଳନ କରି ବଞ୍ଚଇ ସେହୁ ଦିନ। ଏମନ୍ତେ କେତେ ଦିନ ଗଲା ଆୟୁଷ ଶେଷ ତା ହୋଇଲା। ଏମନ୍ତେ ଶୁଣ ହୋ ରାଜନ କାଳର ହୋଇଲା ଅଧୀନ। ସଙ୍ଗେ ନ ଦେଖି ମୃଗ ବାଳ ଶୋକରେ ହୋଇଲା ବ୍ୟାକୁଳ। ପୁତ୍ରର ପ୍ରାୟ ସ୍ନେହ ଭରେ ମନ ଅର୍ପିଲା ତାହାଠାରେ। ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ। ଅତ୍ୟନ୍ତ ଶୋକ କରି ମନେ ପ୍ରାଣ ଛାଡ଼ିଲା ତତ୍କ୍ଷଣେ। ମୃଗର ତହିଁ ମନ ଥିଲା ତେଣୁ ସେ ମୃଗ ଜନ୍ମ ନେଲା। ପୂର୍ବ ଜନ୍ମର ଯେ କାରଣ ମନେ ଜାଣିଲେ ସେ ରାଜନ। ପ୍ରଭୁର ସେବା ନଷ୍ଟ ହୋଇ ମନେ ବହୁତ ତାପ ପାଇ। ଅତ୍ୟନ୍ତ ଶୋକ କରି ମନେ କହଇ ଲୋତକ ନୟନେ। ଭ୍ରଷ୍ଟ ହୋଇଲି ମୁଁ ପାମର ପ୍ରଭୁର ସେବା କଲି ଦୂର। ସମସ୍ତ ସଙ୍ଗ ମୁଁ ଛାଡ଼ିଲି ବିବିଧ ଯଜ୍ଞ ଉପେଖିଲି। ନାମ ଶ୍ରବଣ ଉଚ୍ଚାରଣ ନିରତେ କରି ପରାଧୀନ। ସକଳ ଆତ୍ମା ଭଗବାନ ମନ ଛାଡ଼ିଲି ଅନୁଦିନ। ତେଣୁ ସେ ସକଳ ତ୍ୟଜିଲି ମୃଗ ଶିଶୁରେ ମତି ଦେଲି। ଏମନ୍ତ ମନରେ ବିଚାରି ଚଞ୍ଚଳ ମନ ସ୍ଥିର କରି। ତାହାର ମାତା ଯେ ହରିଣୀ ତାହାକୁ ତେଜି ନୃପମଣି। ପ୍ରଭୁର ଅତି ପ୍ରିୟ ସ୍ଥାନ ସେ ଯେ ତୀର୍ଥଶାଳ ଗ୍ରାମ ନାମ। ପରମ ସାଧୁ ମୁନିଗଣେ ଅଛନ୍ତି ତହିଁ ଅନୁକ୍ଷଣେ। ତହିଁକି ଶୀଘ୍ରେ ଚଳି ଯାଇ ରହିଲା ମୃତ୍ୟୁ ବାଟ ଚାହିଁ। କୁସଙ୍ଗ ଦୋଷକୁ ସେ ଡରି ମନେ ଚିନ୍ତଇ ନରହରି। ନିରସଦଳ ସେ ଭକ୍ଷଇ ମୃଗ ଶରୀର ଯିବା ପାଇଁ। ହେମନ୍ତ କରଇ ବିଚାର କେମନ୍ତେ ଯିବ ଏ ଶରୀର। ହେମନ୍ତେ ଶୁଣ ନରନାଥ ମନେ ଚିନ୍ତିଲା ପୂର୍ବ କୃତ୍ୟ। ସେ ତୀର୍ଥ ଜଳରେ ତାହାର ତ୍ୟଜିଲା ମୃଗ କଳେବର। ହେମନ୍ତେ କରଇ ବିଚାର ଯେ ଆଦି ପୂର୍ବ କର୍ମ ତାର। ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ବ୍ରହ୍ମା ଚିନ୍ତଇ ଯା ଚରଣ। ସେ ଚକ୍ରଧର ନାରାୟଣ ପାଦ ପଙ୍କଜ ସୁମରିଣ। କହଇ ଦାସ ଜଗନ୍ନାଥ ସାଧୁଙ୍କ ହିତେ ଭାଗବତ। ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାର ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସହିତାୟାଂ 82 ପଞ୍ଚମ ସ୍କନ୍ଧେ ଭରତ ଚରିତେ ନାମ 8ମ ଅଧ୍ୟାୟः।